ପ୍ରକାର ଭେଦ ଛାନ୍ଦ ପ୍ରବନ୍ଧ ଗୀତିକାବ୍ୟ ଛାନ୍ଦ ପ୍ରବନ୍ଧ ଛାନ୍ଦଗୀତ ଛାନ୍ଦକାବ୍ୟ ଭାଷାକାବ୍ୟ ଗୀତବନ୍ଧ ଗୀତକ ଗୀତା ରସ ସାହିତ୍ୟ କଥା ଏସବୁ ହେଉଛି କାବ୍ୟ ରଚନା କରିବା ପାଇଁ ନିର୍ଦ୍ଦିଷ୍ଟ ଆଦର୍ଶରେ ଓଡ଼ିଆ କାବ୍ୟକାରମାନେ ନିଜର ଅଭିରୁଚି ଅନୁସାରେ କାବ୍ୟ ରଚନା କଲେ। ରଚନାକୁ ଆଜି କାବ୍ୟ ନାମରେ ପରିଣତ ରଚନା ସେତେବେଳେ ବିଭିନ୍ନ ନାମରେ ପରିଚିତ ଥିଲା। ଛାନ୍ଦ ପ୍ରବନ୍ଧ ଗୀତ ଗବ୍ୟ କାବ୍ୟ ଛାନ୍ଦ ପ୍ରବନ୍ଧ କାବ୍ୟ ଦ୍ୱାରା ହେଉଛି ଆନ୍ତଃସର୍ବ ଦୃଷ୍ଟିର ଆଦି ରସ ବା ଶୃଙ୍ଗାର ହେଉଛି ଏହାର ମୁଖ୍ୟ ରସ। ଶୃଙ୍ଗାର ରସ ଆନନ୍ଦ ପ୍ରଦାନ ଆଭିମୁଖ୍ୟ ଅର୍ଥାତ୍ ପାଠକ ବା ଶ୍ରୋତା ଚିତ୍ତରେ ଚମତ୍କାରିତା ସୃଷ୍ଟି କରିବ, ଚିତ୍ତ ବିନୋଦନ କରିବ, ମନୋରଞ୍ଜନ କରିବ ପ୍ରଧାନ ଲକ୍ଷ୍ୟ। ଚମତ୍କାରିତା ହିଁ କାବ୍ୟର ପ୍ରାଣ ସ୍ୱରୂପ। କାବ୍ୟ ହେଉଛି ଚମତ୍କାରିତା। ଶୃଙ୍ଗାର ରସ ଅଛି ଆଦି ଆନ୍ତଃସର୍ବ ଦୃଷ୍ଟିରୁ ଆଦି ରସ ବା ଶୃଙ୍ଗାର ରସ। ବିଷୟନିଷ୍ଠ ଭାବ ପ୍ରଧାନ ଅପେକ୍ଷା ଓଡ଼ିଆ କାବ୍ୟ ଅଧିକ ବିଷୟ ପ୍ରଧାନ। ପ୍ରଧାନ ତାପରେ ପାଠକ ବା ଶ୍ରୋତା ଚିତ୍ତରେ ଚମତ୍କାରିତା ସୃଷ୍ଟି କରେ। ଓଡ଼ିଆ କାବ୍ୟ କଥା ପ୍ରଧାନ। ଉପାଖ୍ୟାନ ବା ଗଳ୍ପ ଭିତ୍ତି କରି ସୃଷ୍ଟି କରାଯାଇଛି। କଥା ପ୍ରଧାନ ମୁଖ୍ୟତଃ। ଶୃଙ୍ଗାରରେ ବି ହେଇଛି ଅଳଙ୍କାରରେ। ସଂସ୍କୃତର ଅଳଙ୍କାର ଗ୍ରନ୍ଥମାନଙ୍କରେ କାବ୍ୟର ସଂଜ୍ଞା ନିର୍ଦ୍ଧାରଣ ଉଦ୍ୟମ କରୁଥିଲା ବେଳେ ଓଡ଼ିଆ ସାହିତ୍ୟରେ ମାର୍ଗ ପ୍ରଦର୍ଶନକାରୀ ଅଳଙ୍କାର ଗ୍ରନ୍ଥ ଅଭାବ ଥିବାରୁ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ମାର୍ଗ ପ୍ରଦର୍ଶନକାରୀ ଅଳଙ୍କାର ଦିଗ୍ଦର୍ଶନ ଲାଭରୁ ବଞ୍ଚିତ ହେଉଥିଲେ। ଅଳଙ୍କାର ଓଡ଼ିଶାର ପ୍ରଥମେ ନଥିଲା। ଅଳଙ୍କାର ଗ୍ରନ୍ଥ ଦୃଷ୍ଟିରୁ ସେଗୁଡ଼ିକ ହେଉଛି ଏ କବି ସୂର୍ଯ୍ୟଙ୍କର ହେଉଛି କବି ସୂର୍ଯ୍ୟ ଲେଖୁଛନ୍ତି ଅଳଙ୍କାର। କାବ୍ୟ ରଚନା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଆଦର୍ଶର ଅଭାବରେ ଓଡ଼ିଆ କାବ୍ୟକାରମାନେ ନିଜର ଅଭିରୁଚି ଅନୁସାରେ ନିର୍ଦ୍ଦିଷ୍ଟ ଆଦର୍ଶ ଅଭାବ ଥିଲା ତେଣୁ ନିଜର ଅଭିରୁଚି ଅନୁସାରେ କାବ୍ୟ ରଚନା କଲେ। ଓଡ଼ିଆ କାବ୍ୟମାନେ ବିବିଧତା ବିଚିତ୍ର ରୂପ ସ୍ୱର ବହନ କଲେ। କାବ୍ୟର ସାରଭୂତ ଅଂଶ ବା ଆତ୍ମା ହେଉଛି ଗୁଣ ଓ କାବ୍ୟର ଶରୀର ହେଉଛି ଅଭିପ୍ରେତ। ତାପରେ ତାଙ୍କର ମତରେ ମନୋହର ଅର୍ଥ ପ୍ରକାଶ କରୁଥିବା ଶବ୍ଦ ହିଁ କାବ୍ୟ ନାମ ମଧ୍ୟ ପଣ୍ଡିତରାଜ ଜଗନ୍ନାଥ ମଧ୍ୟ ଏହିପରି ଶବ୍ଦ ପ୍ରଧାନବାଦୀ। ତାଙ୍କ ମତରେ ମନୋହର ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦ ହିଁ କାବ୍ୟ। ମାନେ ଯେଉଁ କାବ୍ୟ ମାନେ ମନୋହର ଅର୍ଥ ପଣ୍ଡିତରାଜ ଜଗନ୍ନାଥ କହିଥିଲେ। ରମଣୀୟ ଅର୍ଥ ପ୍ରତିପାଦକ ଶବ୍ଦ କାବ୍ୟମ୍। କେବଳ ମନୀଷୀ କେବଳ ରସବାଦୀ ମତବାଦୀ ଧ୍ୱନିବାଦୀ ଆନନ୍ଦବର୍ଦ୍ଧନ ମାନେ ଆନନ୍ଦ ହେବ। ଭରତ ମୁନି କହିଛନ୍ତି ନହି ଅର୍ଥାତ୍ କୌଣସି ଅର୍ଥ ରସକୁ ଆଶ୍ରୟ ନକରି ରହି ନପାରେ। ତେଣୁ ରସ କାବ୍ୟର ମୁଖ୍ୟ ତିନି ପ୍ରକାର ଉତ୍ତମ ମଧ୍ୟମ ଅଧମ। ଉତ୍ତମ କାବ୍ୟ ଗୋଟିଏ ଯୁଗରେ ରଚିତ ହୋଇଥିଲେ ମଧ୍ୟ ସବୁ ଯୁଗରେ ପ୍ରଭାବ ପକାଏ। ଭାଷା ଭାବ ରସ ଅଳଙ୍କାର ଆଦି ମଧ୍ୟ ସୁନ୍ଦର ସମନ୍ୱୟ। ଭାଷା ଭାବ ରସ ଅଳଙ୍କାର କାବ୍ୟ ହେଉଛି ସୁନ୍ଦର ସମନ୍ୱୟ। ଏହା ହୃଦୟକୁ ପ୍ରସାରିତ କରିଥାଏ। ଆଦିରସ ବା ଶୃଙ୍ଗାର ରସ ଆଦିରସ ଶୃଙ୍ଗାର ରସ ହେଉଛି ଏହାର ମୁଖ୍ୟ ରସ। ଏହା ବିଷୟନିଷ୍ଠ ଅର୍ଥାତ୍ ଭାବ ପ୍ରଧାନ ଅପେକ୍ଷା ଓଡ଼ିଆ କାବ୍ୟ ଅଧିକ ବିଷୟ ପ୍ରଧାନ। ଆନ୍ତଃସ୍ୱରୂପ ଶୃଙ୍ଗାର ରସ ଏରା ସବୁ କାବ୍ୟ ଆଉ। କାବ୍ୟ ହେଉଛି ଆବେଗମୟ ଦିବ୍ୟ ଅଭିବ୍ୟକ୍ତି। କାବ୍ୟ ହେଉଛି ଆବେଗମୟ ମାନବୀୟ ଭାବନା ଓ ଦୃଶ୍ୟମାନ ଜଗତର ଯାବତୀୟ ରୂପ ଘଟଣା ଛନ୍ଦମୟ ବାଣୀ ରୂପରେ ତାହା ଯେତେବେଳେ ପ୍ରକାଶ ପାଏ। ପରମାତ୍ମାଙ୍କ ପ୍ରତି ବିଶିଷ୍ଟ ବରଦାନ ହେଉଛି ଶବ୍ଦ। କବି ପ୍ରତି ବିଶିଷ୍ଟ ବରଦାନ କାରଣ କାବ୍ୟ ଲେଖିବା ପାଇଁ ଗୋଟେ ଭଗବାନଙ୍କ ବରଦାନ ଦରକାର। କଳ୍ପନା ଆବେଗରେ ଅନୁରଞ୍ଜିତ କରି ଶବ୍ଦ ମାଧ୍ୟମରେ କବି ପ୍ରକାଶ କରେ ତା ହୃଦୟର ଭାବ। କଳ୍ପନା ଆଉ ଆବେଗରେ କଳ୍ପନା କରିବ ଆବେଗ କରିବ ଅତିରଞ୍ଜିତ କରିବ ଅନୁରଞ୍ଜିତ କରିବ। କବି ପ୍ରକାଶ କରେ ତାର ହୃଦୟର ଭାବକୁ ପ୍ରକାଶ କରିକିରି ରହ ରହରେ ବାଷ୍ପୀୟ ସକଟ ଚିଲିକାର କବି ବର୍ଣ୍ଣନା କରିଛନ୍ତି। ଯେଉଁ ଉଡ଼ି ଯାଉଅଛି ଐରାବତ ସହିତ ପକ୍ଷୀମାନଙ୍କୁ ତୁଳନା କରିଛନ୍ତି। ଚିଲିକା କବିଙ୍କୁ ଗୋଟେ ନାରୀ ଭଳି ଦେଖାଯାଇଛି। ତେଣୁ କବିର ହୃଦୟ ହେଉଛି ଭାବ। କାବ୍ୟ ଏକ ବିଭିନ୍ନ ସୃଷ୍ଟି ଯେଉଁଠି ଦୃଶ୍ୟ ଅଦୃଶ୍ୟ ରୂପ ଅରୂପ। କବି ସଂସାରର ତେଣୁ ଏକ ସୁନ୍ଦର ମଧୁର ସଂସାର। ତାର ସଂସାରକୁ ସେ ରମଣୀୟ କରି ସଜାଏ। କବି ତା ହେଉଛି ତାର ସଂସାର। ଶବ୍ଦ ସହିତ ଶବ୍ଦକୁ ଖଞ୍ଜି ଦେଇ ତା ଭିତରେ ଛନ୍ଦ ଭାବରେ ବୁହାଇ ଦେଇ ଗଢ଼ିଦିଏ। ଦୁଃଖ ସୁନ୍ଦର ସୁଖ ମଧ୍ୟ ସୁନ୍ଦର ଅଶ୍ରୁ ସୁନ୍ଦର ରସ ମଧ୍ୟ ସୁନ୍ଦର ମଧୁର ସୁନ୍ଦର ସହିତ ମଙ୍ଗଳ ମିଶିଯାଏ ଯେମିତି ସୃଷ୍ଟି କରନ୍ତି।
ଅଙ୍ଗୀକାରବଦ୍ଧତାକୁ କବିତାର ଧର୍ମ ଭାବରେ ଗ୍ରହଣ କରିଥିଲା ବେଳେ ଓ ଚିନ୍ତାର ବିଦ୍ୱାନ କାବ୍ୟର ସଂଜ୍ଞା ଭିନ୍ନ ଭିନ୍ନ ଭାବରେ ଦେଇଛନ୍ତି। ପ୍ରାଚ୍ୟ କାବ୍ୟଶାସ୍ତ୍ରରେ କାବ୍ୟର ସଂଜ୍ଞା ଗୋଟିଏ ପ୍ରକାର ଦିଆଯାଇଥିଲା ବେଳେ ପାଶ୍ଚାତ୍ୟ କାବ୍ୟଶାସ୍ତ୍ରରେ ଆଉ ଗୋଟେ ପ୍ରକାର। ପ୍ରାଚ୍ୟ ଆଉ ପାଶ୍ଚାତ୍ୟ ମାନେ ଏଇ ପୂର୍ବ ସାଇଡ଼ରେ ମାନେ ଭାରତରେ କାବ୍ୟର ସଂଜ୍ଞା ଗୋଟେ ଦିଆଯାଇଥିଲା ବେଳେ ପାଶ୍ଚାତ୍ୟ କାବ୍ୟଶାସ୍ତ୍ରରେ ଆଉ ଗୋଟେ ସଂଜ୍ଞା ଦିଆଯାଉଛି। କ୍ଲାସିକ୍ ଚେତନାର ବିଦ୍ୱାନଙ୍କ ଦୃଷ୍ଟିରେ କାବ୍ୟ ଚିରନ୍ତନ। କ୍ଲାସିକ୍ କହନ୍ତିନି, ଚିରନ୍ତନ କାବ୍ୟ ଚିରନ୍ତନ, ସବୁବେଳ ପାଇଁ ଅମର, ଅପରିବର୍ତ୍ତ ମୂଲ୍ୟବୋଧର ଅଭିବ୍ୟକ୍ତି। ମାର୍କ୍ସବାଦୀ ବିଦ୍ୱାନମାନେ ସାମାଜିକ ଅଙ୍ଗୀକାରବଦ୍ଧତାକୁ କବିତାର ଧର୍ମରେ ଗ୍ରହଣ କରିଥିଲା ବେଳେ ମାର୍କ୍ସବାଦୀ ବିଦ୍ୱାନମାନେ କାବ୍ୟକୁ ଆଚାର୍ଯ୍ୟ ମମ୍ମଟଙ୍କ ମତରେ ଅଳଙ୍କାର ଥାଇପାରେ ଅଥବା ନଥାଇପାରେ, କିନ୍ତୁ ରଚନା ଦୋଷରହିତ, ଗୁଣ ଶବ୍ଦ ଅର୍ଥ ସହଭାବଯୁକ୍ତ ତାକୁ କାବ୍ୟ କୁହାଯାଏ। ରଚନା ଦୋଷ ନଥିବ, ଗୁଣ ଶବ୍ଦ ଓ ଅର୍ଥ ସହଭାବଯୁକ୍ତ। ଆଳଙ୍କାରିକ ଯାହା ଶବ୍ଦ ଅର୍ଥ ସହଭାବରେ ଚକ୍ରଭାବ ପ୍ରକାଶ କରେ ତାହା ହିଁ କାବ୍ୟ। ବକ୍ର କବି ବ୍ୟାପାର ଶାଳୀନ, ଯାହା ଶବ୍ଦ ଓ ଅର୍ଥର ସହଭାବରେ ବକ୍ରଭାବ ପ୍ରକାଶ କରେ ତାହା କାବ୍ୟ। ଚନ୍ଦ୍ରଶେଖର କାବ୍ୟ ମୀମାଂସାରେ କହନ୍ତି, କାବ୍ୟର ଶରୀର ଶବ୍ଦାର୍ଥ। କାବ୍ୟର ଶବ୍ଦ କେବଳ ଅର୍ଥଯୁକ୍ତ ହେଲେ ଯଥେଷ୍ଟ ନୁହେଁ, ତାହା ରମଣୀୟ ଅର୍ଥ ପ୍ରକାଶ କଲେ କାବ୍ୟ ହୁଏ। କାବ୍ୟର ଶବ୍ଦ କେବଳ ଅର୍ଥଯୁକ୍ତ ହେଲେ ଯଥେଷ୍ଟ ନୁହେଁ, ତାହା ରମଣୀୟ ହେବା ଦରକାର, ଅର୍ଥଯୁକ୍ତ ନୁହଁ। ମାନଙ୍କ ମତରେ କାବ୍ୟ ହେଉଛି ଇମୋସନ୍, ଆବେଗ, କଳ୍ପନା, ଇମାଜିନେସନ୍, ବୁଦ୍ଧି। ସର୍ବୋତ୍ତମ ଆନନ୍ଦମୟ ମୁହୂର୍ତ୍ତଗୁଡ଼ିକ ସର୍ବୋତ୍ତମ ସାଙ୍ଗାତିକ ଭାବନା ହିଁ ବା କାବ୍ୟକାବିତା। ଚମତ୍କାରିତା ଅଛି, ସାଙ୍ଗାତିକତା ଅଛି, ଛନ୍ଦବଦ୍ଧତା ଅଛି, କଳ୍ପନା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାଚ୍ୟ ବିଦ୍ୱାନମାନେ ଯେବେ ରସ, ଗୁଣ, ଧ୍ୱନି, ବକ୍ରୋକ୍ତି, ଅଳଙ୍କାର ଉପରେ ପ୍ରାଧାନ୍ୟ ଦେଇଛନ୍ତି, ପାଶ୍ଚାତ୍ୟ ବିଦ୍ୱାନମାନେ ତାହା କରିନାହାନ୍ତି। କାବ୍ୟର ସ୍ୱଚ୍ଛନ୍ଦତା ଶକ୍ତିଶାଳୀ ଅନୁଭବ କରିଛନ୍ତି। ରସ, ଗୁଣ, ଧ୍ୱନି,